ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣିପାରୁଥିବ ଆଜି ଏହି ଭିଡିଓରେ ଆମେ ତମ +2 ବୋର୍ଡ ପରୀକ୍ଷା ପାଇଁ ଇତିହାସର କିଛି ଇମ୍ପୋର୍ଟାଣ୍ଟ MCQ ପ୍ରଶ୍ନ ଆମେ ଏହି ଭିଡିଓରେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଭିଡିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ଯାହା ଫଳରେ ତମମାନେ ଘରେ ବସି ଏଇଭଳି ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପାଇପାରିବ। ତ ପିଲାମାନେ ତମମାନେ ଭିଡିଓ ଦେଖୁଛ କିନ୍ତୁ ସବସ୍କ୍ରାଇବ କରୁନାହ। ତ ପିଲାମାନେ ତମମାନେ ସବସ୍କ୍ରାଇବ କଲେ ସିନା ମୁଁ ଏହିଭଳି ଭିଡିଓ ପ୍ରତ୍ୟେକ ଦିନ ତମମାନଙ୍କ ପାଇଁ ନେଇକି ଆସିବି। ତ ପିଲାମାନେ ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର ନିମନ୍ତେ କିଏ ସାପ୍ତାହିକ ସମାଜ ସମ୍ପାଦନା କରିଥିଲେ? ପିଲାମାନେ ଅପସନ ଅଛି ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହାତବ। ତ ପିଲାମାନେ ସଠିକ ଉତ୍ତର ହେବ ଗୋପବନ୍ଧୁ ଦାସ। ମନେ ରଖିବ ପିଲାମାନେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର ନିମନ୍ତେ ଗୋପବନ୍ଧୁ ଦାସ ସାପ୍ତାହିକ ସମାଜ ସମ୍ପାଦନା କରିଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। କେବେ ଗାନ୍ଧୀଜୀ ଲବଣ ଆଇନ ଭଙ୍ଗ କରିଥିଲେ? ତ ପିଲାମାନେ ଅପସନ ଅଛି 1930 ମସିହା ଜାନୁଆରୀ 26 ତାରିଖ, 1930 ମସିହା ମାର୍ଚ୍ଚ 12 ତାରିଖ, 1930 ମସିହା ଏପ୍ରିଲ 6 ତାରିଖ, 1930 ମସିହା ଏପ୍ରିଲ 13 ତାରିଖ। ତ ପିଲାମାନେ ସଠିକ ଉତ୍ତର ହେବ 1930 ମସିହା ଏପ୍ରିଲ 6 ତାରିଖ। 1930 ମସିହା ଏପ୍ରିଲ 6 ତାରିଖରେ ଗାନ୍ଧୀଜୀ ଲବଣ ଆଇନ ଭଙ୍ଗ କରିଥିଲେ। ତ ପିଲାମାନେ ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ ଅଛି ତମମାନଙ୍କ ପାଇଁ। ମୁଁ ସବୁ ୟୁନିଟର ପ୍ରଶ୍ନ ମୁଁ ଏଇ ଭିଡିଓରେ ଆଲୋଚନା କରୁଛି। ତ ପିଲାମାନେ ନେକ୍ସଟ ପ୍ରଶ୍ନ, କିଏ ଭାରତକୁ କ୍ୟାବିନେଟ ମିଶନ ପଠାଇଥିଲେ? ଅପସନ ଅଛି ରାମସେ ମ୍ୟାକଡୋନାଲ୍ଡ, କ୍ଲିମେଣ୍ଟ ଅଟଲି, ସାମୁଏଲ ହୋର୍, ୱିନଷ୍ଟନ ଚର୍ଚିଲ। ତ ପିଲାମାନେ ସଠିକ ଉତ୍ତର କ'ଣ ହେବ? କ୍ଲିମେଣ୍ଟ ଅଟଲି। ପିଲାମାନେ ମନେ ରଖିବ, କ୍ଲିମେଣ୍ଟ ଅଟଲି ଭାରତକୁ କ୍ୟାବିନେଟ ମିଶନ ପଠାଇଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ଦେବୀ ଚନ୍ଦ୍ରଗୁପ୍ତମର ଲେଖକ କିଏ? ଅପସନ ଅଛି ବିଶାଖା ଦତ୍ତ, ବିଲ୍ହଣ, ବାଣଭଟ୍ଟ, ଜୟସିଂହ। ତ ସଠିକ ଉତ୍ତର ହେବ ବିଶାଖା ଦତ୍ତ। ପିଲାମାନେ ମନେ ରଖିବ, ଦେବୀ ଚନ୍ଦ୍ରଗୁପ୍ତମର ଲେଖକ କିଏ? ନା ବିଶାଖା ଦତ୍ତ। ନେକ୍ସଟ କ୍ୱେଶ୍ଚନ, ରାଜାରାଣୀ ମୁଦ୍ରା କିଏ ପ୍ରଚଳନ କରିଥିଲେ? ପିଲାମାନେ ରାଜାରାଣୀ ମୁଦ୍ରା କିଏ ପ୍ରଚଳନ କରିଥିଲେ? ଅପସନ ଅଛି ଅଶୋକ, ଖାରବେଳ, ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ। ତ ସଠିକ ଉତ୍ତର ହେବ ପ୍ରଥମ ଚନ୍ଦ୍ରଗୁପ୍ତ। ପିଲାମାନେ ମନେ ରଖିବ, ରାଜାରାଣୀ ମୁଦ୍ରା ପ୍ରଥମ ଚନ୍ଦ୍ରଗୁପ୍ତ ପ୍ରଚଳନ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ପାର୍ଶ୍ୱନାଥଙ୍କ ଦ୍ୱାରା ପ୍ରଚାରିତ 4 ପ୍ରତିଜ୍ଞାରେ କେଉଁ ଗୋଟି ମହାବୀରଙ୍କ ଦ୍ୱାରା ଯୋଗ କରାଯାଇଥିଲା? ଅପସନ ଅଛି ଅହିଂସା, ଆସ୍ତେୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ। ତ ସଠିକ ଉତ୍ତର ହେବ ବ୍ରହ୍ମଚର୍ଯ୍ୟ। ପିଲାମାନେ ମନେ ରଖିବ, ପାର୍ଶ୍ୱନାଥଙ୍କ ଦ୍ୱାରା ପ୍ରଚାରିତ 4 ପ୍ରତିଜ୍ଞାରେ ବ୍ରହ୍ମଚର୍ଯ୍ୟ ମହାବୀରଙ୍କ ଦ୍ୱାରା ଯୋଗ କରାଯାଇଥିଲା। ନେକ୍ସଟ କ୍ୱେଶ୍ଚନ, କିଏ ଗୁପ୍ତ ଯୁଗର ଜଣେ ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ଥିଲେ? ଅପସନ ଅଛି ବ୍ରହ୍ମଗୁପ୍ତ, ବରାହ ମିହିର, ସୁଶ୍ରୁତ, ବିଷ୍ଣୁ ଶର୍ମା। ତ ସଠିକ ଉତ୍ତର ହେବ ବରାହ ମିହିର। ବରାହ ମିହିର ଗୁପ୍ତ ଯୁଗର ଜଣେ ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦିଲ୍ଲୀରେ ସୁଲତାନ ରାଜତ୍ୱ ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ଅପସନ ଅଛି ଅରିଚ ଇ ମାମାଲିକ, ଦିୱାନ ଇ ରିସଲତ, ବରିଦ ଇ ମାମାଲିକ, ଅମିର ଇ କୋହି। ତ ସଠିକ ଉତ୍ତର ହେବ ଅରିଚ ଇ ମାମାଲିକ। ପିଲାମାନେ ମନେ ରଖିବ, ଦିଲ୍ଲୀରେ ସୁଲତାନ ରାଜତ୍ୱ ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅରିଚ ଇ ମାମାଲିକ କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚନ, କିଏ ମୋଗଲ ସାମ୍ରାଜ୍ୟର ରାଜଧାନୀ ଆଗ୍ରାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ? ଅପସନ ଅଛି ଆକବର, ଜାହାଙ୍ଗୀର, ଶାହଜାହାନ, ଔରଙ୍ଗଜେବ। ତ ପିଲାମାନେ ସଠିକ ଉତ୍ତର ହେବ ଶାହଜାହାନ। ଶାହଜାହାନ ମୋଗଲ ସାମ୍ରାଜ୍ୟର ରାଜଧାନୀ ଆଗ୍ରାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ନେକ୍ସଟ କ୍ୱେଶ୍ଚନ, କିଏ ଲକ୍ଷ୍ନୌଠାରେ 1857 ବିଦ୍ରୋହର ନେତୃତ୍ୱ ନେଇଥିଲେ? ପିଲାମାନେ କିଏ ଲକ୍ଷ୍ନୌଠାରେ 1857 ବିଦ୍ରୋହର ନେତୃତ୍ୱ ନେଇଥିଲେ? ଅପସନ ଅଛି ତାନ୍ତିଆ ଟୋପି, ବେଗମ ହଜରତ ମହଲ, ଦ୍ୱିତୀୟ ବାହାଦୁର ଶାହା, ଠାକୁର କନୱାର ସିଂହ। ତ ସଠିକ ଉତ୍ତର ହେବ ବେଗମ ହଜରତ ମହଲ। ପିଲାମାନେ ମନେ ରଖିବ, ବେଗମ ହଜରତ ମହଲ ଲକ୍ଷ୍ନୌଠାରେ 1857 ବିଦ୍ରୋହର ନେତୃତ୍ୱ ନେଇଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। କେବେ ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିବର୍ତ୍ତନ ହେଲା?
ऑप्शन अच्छी 1919 मसीहा 1920 मसीहा 1921 मसीहा 1922 मसीहा। तो सठिक उत्तर हेबो 1921 मसीहा। पिलामाने मने रखिबो 1921 मसीहारे सत्यवादी विद्यालय जातीय विद्यालय रे परिवर्तित हेला। नेक्स्ट क्वेश्चन लोथाल केउठारे अवस्थित? ऑप्शन अच्छी राजस्थान, सिंधु प्रदेश, गुजरात, पंजाब। तो सठिक उत्तर हेबो गुजरात। पिलामाने मने रखिबो लोथाल गुजरात ठारे अवस्थित। पिलामाने तमानंको बोर्ड एग्जाम पाई जे गुडिको इंपोर्टेंट क्वेश्चन अछि से गुडिको मु सब यूनिट रु डिस्कशन करूची। तो पिलामाने देखिबा नेक्स्ट क्वेश्चन कोन अछि। नेक्स्ट क्वेश्चन रूक वैदिक जुगरे परिवारर मुख्य कोन भाबरे परिचित थिले? बा रूक वैदिक जुगरे परिवारर मुख्यंकु कोन कुहा जाउतिला? ऑप्शन अछि राजन, गोपा, कुलप, पुरोहित। तो सठिक उत्तर हेबो कुलप। पिलामाने मने रखिबो रूक वैदिक जुगरे परिवारर मुख्य कोन भाबरे परिचित थिले ना कुलप भाबरे परिचित थिले। नेक्स्ट क्वेश्चन जैन धर्मर 23तम तीर्थंकर किए थिले? ऑप्शन अछि पार्श्वनाथ, नेमिनाथ, महावीर, ऋषभनाथ। तो सठिक उत्तर हेबो पार्श्वनाथ। जैन धर्मर 23तम तीर्थंकर किए थिले ना पार्श्वनाथ थिले। नेक्स्ट क्वेश्चन मोक्ष प्राप्ति पाई जैन धर्म रे कोन परामर्श दिया जायछि? ऑप्शन अछि चत्वारी आर्य सत्यानी, आर्य अष्टांगिक मार्ग, चतुर्जाम, पंच महाव्रत। तो सठिक उत्तर हेबो पंच महाव्रत। पिला माने मने रखिबो मोक्ष प्राप्ति पाई जैन धर्म रे पंच महाव्रत परामर्श दिया जायछि। नेक्स्ट क्वेश्चन तृतीय बौद्ध सम्मिलनी सभापति किए थिले? ऑप्शन अछि नागार्जुन, अशोक, मोगली पुत तिस्सा, धर्म कीर्ति प्रभाकर। तो पिला माने सठिक उत्तर हेबो मोगली पुत तिस्सा। मने रखिबो पिला माने तृतीय बौद्ध सम्मिलनी सभापति किए थिले ना मोगली पुत तिस्सा। नेक्स्ट क्वेश्चन कुमार संभवम किए रचना करिथिले? ऑप्शन अछि कालिदास, शूद्रक, विष्णु शर्मा, विशाखा दत्त। तो ऑप्शन अच्छी पिला माने देखिनेला ऑप्शन गुड़िक कौन अच्छी? तो सठिक उत्तर हेबो कालिदास। कुमार संभवम कालिदास रचना करिथिले। नेक्स्ट क्वेश्चन अकबर केउ सौध निर्माण करि नथिले? ऑप्शन अच्छी बुलंद दरवाजा, आग्रा दुर्ग, पंचमहल, लाल किला। तो सठिक उत्तर हेबो लाल किला। अकबर लाल किला सौध निर्माण करि नथिले। नेक्स्ट क्वेश्चन भारत वर्षरे केबे ईस्ट इंडिया कंपनी शासनर अवसान घटिथिला? ऑप्शन अच्छी 1856 ख्रीष्टाब्दरी, 1857 ख्रीष्टाब्दरी, 1858 ख्रीष्टाब्दरी, 1859 ख्रीष्टाब्दरे। तो सठिक उत्तर हेबो 1858 ख्रीष्टाब्दरे। भारत वर्षरे 1858 ख्रीष्टाब्दरे ईस्ट इंडिया कंपनी शासनर अवसान घटिथिला। नेक्स्ट क्वेश्चन उत्कल सम्मिलनी केबे गठित होइथिला? ऑप्शन अछि 1895 ख्रीष्टाब्दरे, 1903 ख्रीष्टाब्दरे, 1912 ख्रीष्टाब्दरे, 1936 ख्रीष्टाब्दरे। तो सठिक उत्तर हेबो 1903 ख्रीष्टाब्दरे। पिला माने मने रखिबो 1903 ख्रीष्टाब्दरे उत्कल सम्मिलनी गठित होइथिला। बहुत इंपोर्टेंट अछि पिला माने मने रखिबो 1903 ख्रीष्टाब्दरे उत्कल सम्मिलनी गठित होइथिला। नेक्स्ट क्वेश्चन ओडिशा रे गडजात मिश्रण रे किए एक गुरुत्वपूर्ण भूमिका ग्रहण करिथिले? ऑप्शन अछि श्री रामचंद्र भंजदेव, कृष्णचंद्र गजपति, रमादेवी, हरेकृष्ण महताब। तो सठिक उत्तर हेबो हरेकृष्ण महताब। पिला माने मने रखिबो ओडिशा रे गडजात मिश्रण रे हरेकृष्ण महताब एक गुरुत्वपूर्ण भूमिका ग्रहण करिथिले। नेक्स्ट क्वेश्चन कौटिल्यंक अर्थशास्त्र केउ प्रकार साहित्य? ऑप्शन अछि धर्म साहित्य, आत्मजीवनी, भ्रमण विवरणी, राजनैतिक साहित्य। तो सठिक उत्तर हेबो राजनैतिक साहित्य। नेक्स्ट क्वेश्चन किए सी यू की लेखिथिले? ऑप्शन अछि फाइयान, लाओ सी, हुएनसा, एत्सिंग। तो सठिक उत्तर पिला माने हबो हुएनसा। हुएनसा सी यू की लेखिथिले। नेक्स्ट क्वेश्चन मौर्य मानक समय रे किए राजकोषर दायित्व रे थिले? ऑप्शन अछि राजुक, कोषाध्यक्ष, प्रतिवेदक, ब्रजभूमिक। तो सठिक उत्तर हेबो कोषाध्यक्ष। मौर्य मानक समय रे कोषाध्यक्ष राजकोषर दायित्व रे थिले। पिला माने मने रखिबो मौर्य मानक समय रे किए राजकोषर दायित्व रे थिले ना कोषाध्यक्ष थिले। नेक्स्ट क्वेश्चन अष्टांग संग्रहर लेखक किए? ऑप्शन अछि चरक,
ସୁଶ୍ରୁତ, ଭାଗବତ, ପାଲକପ୍ୟ। ତ ସଠିକ ଉତ୍ତର ହେବ ଭାଗବତ। ଅଷ୍ଟାଙ୍ଗ ସଂଗ୍ରହର ଲେଖକ କିଏ ଥିଲେ? ନା ଭାଗବତ ଥିଲେ। ନେକ୍ସଟ କ୍ୱେଶ୍ଚନ, ନାନକ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଅପସନ ଅଛି ବନାରସ, ମଥୁରା, ତଲୱାଣ୍ଡି, ନଦିଆ। ତ ସଠିକ ଉତ୍ତର ହେବ ତଲୱାଣ୍ଡି। ପିଲାମାନେ ମନେ ରଖିବ, ନାନକ ତଲୱାଣ୍ଡି ଠାରେ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, କିଏ 1817 ମସିହାରେ ଖୋର୍ଦ୍ଧା ବିଦ୍ରୋହର ନେତୃତ୍ୱ ନେଇଥିଲେ? ପିଲାମାନେ ଅପସନ ଅଛି ଜୟରାଜଗୁରୁ, ବକ୍ସି ଜଗବନ୍ଧୁ, କୃଷ୍ଣଚନ୍ଦ୍ର ବିଦ୍ୟାଧର, ଚରଣ ପଟ୍ଟନାୟକ। ତ ସଠିକ ଉତ୍ତର ହେବ ବକ୍ସି ଜଗବନ୍ଧୁ। 1817 ମସିହାରେ ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ବିଦ୍ରୋହର ନେତୃତ୍ୱ ନେଇଥିଲେ। ନେକ୍ସଟ କ୍ୱେଶ୍ଚନ, କିଏ ରାଜସ୍ୱତ୍ୱ ଲୋପ ନୀତି ପ୍ରଣୟନ କରିଥିଲେ? ଅପସନ ଅଛି ୱାରେନ୍ ହେଷ୍ଟିଙ୍ଗସ୍, ଲର୍ଡ କର୍ଣ୍ଣୱାଲିସ୍, ଲର୍ଡ ୱିଲିୟମ ବେଣ୍ଟିକ୍, ଲର୍ଡ ଡେଲ୍ ହାଉସି। ତ ସଠିକ ଉତ୍ତର ହେବ ଲର୍ଡ ଡେଲ୍ ହାଉସି। ଲର୍ଡ ଡେଲ୍ ହାଉସି ରାଜସ୍ୱତ୍ୱ ଲୋପ ନୀତି ପ୍ରଣୟନ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଫଟୋ ସେଣ୍ଟ ଜର୍ଜ କେଉଁଠାରେ ଅବସ୍ଥିତ? ଅପସନ ଅଛି କୋଲକାତା, ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ। ତ ସଠିକ ଉତ୍ତର ହେବ ଚେନ୍ନାଇ। ଫଟୋ ସେଣ୍ଟ ଜର୍ଜ ଚେନ୍ନାଇ ଠାରେ ଅବସ୍ଥିତ। ନେକ୍ସଟ କ୍ୱେଶ୍ଚନ, କିଏ ଭାରତର ସାମ୍ବିଧାନିକ ସଭାର ସଭାପତି ଥିଲେ? ଅପସନ ଅଛି B.R. ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ, K.M. ମୁନ୍ସି, ବିଷ୍ଣୁ ସ୍ୱାମୀ ଆୟାର। ତ ସଠିକ ଉତ୍ତର ହେବ ରାଜେନ୍ଦ୍ର ପ୍ରସାଦ। ରାଜେନ୍ଦ୍ର ପ୍ରସାଦ ଭାରତର ସାମ୍ବିଧାନିକ ସଭାର ସଭାପତି ଥିଲେ। ନେକ୍ସଟ କ୍ୱେଶ୍ଚନ, ଭାରତର ଜାତୀୟ ଅଭିଲେଖାଗାର କେଉଁଠାରେ ଅବସ୍ଥିତ? ଅପସନ ଅଛି ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ। ତ ସଠିକ ଉତ୍ତର ହେବ ନୂଆଦିଲ୍ଲୀ। ଭାରତର ଜାତୀୟ ଅଭିଲେଖାଗାର ନୂଆଦିଲ୍ଲୀ ଠାରେ ଅବସ୍ଥିତ। ନେକ୍ସଟ କ୍ୱେଶ୍ଚନ, ବିକ୍ରମାର୍କ ଦେବଚରିତର ରଚୟିତା କିଏ? ଅପସନ ଅଛି ଜୟସିଂହ, ବିଲ୍ହାଣ, ଚାନ୍ଦ ବରଦାଇ, ବିଶାଖା ଦତ୍ତ। ତ ସଠିକ ଉତ୍ତର ହେବ ବିଲ୍ହାଣ। ପିଲାମାନେ ମନେ ରଖିବ, ବିଲ୍ହାଣ ହେଉଛନ୍ତି ବିକ୍ରମାର୍କ ଦେବଚରିତର ରଚୟିତା। ନେକ୍ସଟ କ୍ୱେଶ୍ଚନ, କିତାବ ଉଲ୍ ଚେହଲାର ଲେଖକ କିଏ? ଅପସନ ଅଛି ଆଲବେରୁଣି, ଅବଦୁର ରାଜକ, ଇବନ ବତୁତା, ଜିଆଉଦ୍ଦିନ ବରାନୀ। ତ ସଠିକ ଉତ୍ତର ହେବ ଇବନ ବତୁତା। ପିଲାମାନେ ମନେ ରଖିବ, ଇବନ ବତୁତା ହେଉଛନ୍ତି କିତାବ ଉଲ୍ ଚେହଲାର ଲେଖକ। ନେକ୍ସଟ କ୍ୱେଶ୍ଚନ, କାଳିବଙ୍ଗନ କେଉଁଠି ଅବସ୍ଥିତ? ଅପସନ ଅଛି ଗୁଜରାଟ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ। ତ ସଠିକ ଉତ୍ତର ହେବ ରାଜସ୍ଥାନ। ନେକ୍ସଟ କ୍ୱେଶ୍ଚନ, ଆତ୍ମା ଓ ସୃଷ୍ଟିତତ୍ତ୍ୱ ଉପରେ କେଉଁ ବୈଦିକ ସାହିତ୍ୟରେ ଆଲୋଚନା ହୋଇଛି? ଅପସନ ଅଛି ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ। ତ ସଠିକ ଉତ୍ତର ହେବ ଉପନିଷଦ। ଆତ୍ମା ଓ ସୃଷ୍ଟିତତ୍ତ୍ୱ ଉପରେ ଉପନିଷଦ ବୈଦିକ ସାହିତ୍ୟରେ ଆଲୋଚନା ହୋଇଛି। ନେକ୍ସଟ କ୍ୱେଶ୍ଚନ, ଇନ୍ଦ୍ରଙ୍କ ଆରାଧନା ପାଇଁ କେତୋଟି ସୂକ୍ତ ରଚନା କରାଯାଇଥିଲା? ଅପସନ ଅଛି 150ଟି, 200ଟି, 250ଟି, 300ଟି। ତ ସଠିକ ଉତ୍ତର ହେବ 250ଟି। ଇନ୍ଦ୍ରଙ୍କ ଆରାଧନା ପାଇଁ 250ଟି ସୂକ୍ତ ରଚନା କରାଯାଇଥିଲା। ନେକ୍ସଟ କ୍ୱେଶ୍ଚନ, ଚତୁର୍ଜାମକୁ ପଞ୍ଚମହାବ୍ରତ କରିବା ପାଇଁ କେଉଁ ବ୍ରତଟି ସଂଯୋଜିତ ହୋଇଥିଲା? ଅପସନ ଅଛି ବ୍ରହ୍ମଚର୍ଯ୍ୟ, ସତ୍ୟ, ଆସ୍ତେୟ, ଅପରିଗ୍ରହ। ତ ସଠିକ ଉତ୍ତର ହେବ ବ୍ରହ୍ମଚର୍ଯ୍ୟ। ପିଲାମାନେ ମନେ ରଖିବ, ଚତୁର୍ଜାମକୁ ପଞ୍ଚମହାବ୍ରତ କରିବା ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତଟି ସଂଯୋଜିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁଠାରେ ଗୌତମ ବୌଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ? ଅପସନ ଅଛି ବାରାଣସୀ, ଉରୁବେଳ, ରାଜଗୃହ, କୁଶିନରା। ତ ସଠିକ ଉତ୍ତର ହେବ ଉରୁବେଳ। ଉରୁବେଳ ଠାରେ ଗୌତମ ବୌଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ। ନେକ୍ସଟ କ୍ୱେଶ୍ଚନ, କେଉଁ କୀର୍ତ୍ତିସ୍ତମ୍ଭ ଭାରତର ଜାତୀୟ ଚିହ୍ନ ସହିତ ସମ୍ପୃକ୍ତ? ଅପସନ ଅଛି ଚିତ୍ତୋର କୀର୍ତ୍ତିସ୍ତମ୍ଭ, ସାରନାଥ କୀର୍ତ୍ତିସ୍ତମ୍ଭ, ଦେବଗିରିର ଚାନ୍ଦ ମିନାର, ଦିଲ୍ଲୀର କୁତବ ମିନାର। ତ ସଠିକ ଉତ୍ତର ହେବ ସାରନାଥ କୀର୍ତ୍ତିସ୍ତମ୍ଭ। ସାରନାଥ କୀର୍ତ୍ତିସ୍ତମ୍ଭ ଭାରତର ଜାତୀୟ ଚିହ୍ନ ସହିତ ସମ୍ପୃକ୍ତ। ନେକ୍ସଟ କ୍ୱେଶ୍ଚନ, କେଉଁଠାରେ ପୋଡ଼ା ମାଟିରେ ନିର୍ମିତ ଏକ ଜାହାଜ ଆବିଷ୍କୃତ ହୋଇଛି? ଅପସନ ଅଛି ରୋପାର, ହରପ୍ପା, କାଲିବଙ୍ଗନ, ଲୋଥାଲ। ତ ସଠିକ ଉତ୍ତର ହେବ ଲୋଥାଲ। ଲୋଥାଲ ଠାରେ ପୋଡ଼ା ମାଟିରେ ନିର୍ମିତ ଏକ ଜାହାଜ ଆବିଷ୍କୃତ ହୋଇଛି। ନେକ୍ସଟ କ୍ୱେଶ୍ଚନ, ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ପିଲାମାନେ ପ୍ରଶ୍ନ କ'ଣ ଅଛି ନା ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଅପସନ ଅଛି ବାବାପୁରୀ, ଉରୁବେଳ, କୁଶିନଗର, କୁଣ୍ଡଗ୍ରାମ। ତ ସଠିକ ଉତ୍ତର ହେବ କୁଣ୍ଡଗ୍ରାମ।
ପିଲାମାନେ ମନେ ରଖିବ ମହାବୀର କୁଣ୍ଡ ଗ୍ରାମ ଠାରେ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, କେଉଁ ଗୋଟି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟର ଅବନ୍ତୀ ପଥ ପ୍ରଦେଶର ରାଜଧାନୀ ଥିଲା? ଅପସନ ଅଛି ପାଟାଳିପୁତ୍ର, ଉଜ୍ଜୟିନୀ, ତକ୍ଷଶିଳା, ସୁବର୍ଣ୍ଣଗିରି। ତ ସଠିକ ଉତ୍ତର ହେବ ଉଜ୍ଜୟିନୀ। ଉଜ୍ଜୟିନୀ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟର ଅବନ୍ତୀ ପଥ ପ୍ରଦେଶର ରାଜଧାନୀ ଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁ ପୁସ୍ତକଟି ଶୂଦ୍ରକଙ୍କ ଦ୍ୱାରା ରଚିତ ହୋଇଥିଲା? ଅପସନ ଅଛି ବିକ୍ରମୋର୍ବଶୀୟମ୍, ମୃଚ୍ଛକଟିକମ୍, କୀର୍ତ୍ତାର୍ଜୁନୀୟମ୍, ଶୃଙ୍ଖର ଶତକମ୍। ତ ସଠିକ ଉତ୍ତର ହେବ ମୃଚ୍ଛକଟିକମ୍। ପିଲାମାନେ ମନେ ରଖିବ ମୃଚ୍ଛକଟିକମ୍ ପୁସ୍ତକଟି ଶୂଦ୍ରକଙ୍କ ଦ୍ୱାରା ରଚିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁ ଗୋଟି ଦିଲ୍ଲୀରେ ସୁଲତାନ ରାଜତ୍ୱ ସମୟରେ କେବଳ ମୁସଲିମ ମାନଙ୍କ ଠାରୁ ଆଦାୟ କରାଯାଉଥିବା ଏକ ଭୂମିକର ଥିଲା? ଅପସନ ଅଛି ଜିଜିଆ, ଖାରଜ, ଜାକତ, ଉସର। ତ ସଠିକ ଉତ୍ତର ହେବ ଉସର। ନେକ୍ସଟ କ୍ୱେଶ୍ଚନ, କିଏ ଭାରତରେ ସୁଫି ମତର ପ୍ରଥମ ପ୍ରଚାରକ ଭାବେ ବିଦିତ? କିଏ ଭାରତରେ ସୁଫି ମତର ପ୍ରଥମ ପ୍ରଚାରକ ଭାବେ ବିଦିତ? ଅପସନ ଅଛି ଶେଖ ସଲିମ ଚିସ୍ତି, ନିଜାମୁଦ୍ଦିନ ଚିରାଗ, ଖ୍ୱାଜା ନିଜାମୁଦ୍ଦିନ ଆଉଲିଆ, ଖ୍ୱାଜା ମଇନୁଦ୍ଦିନ ଚିସ୍ତି। ତ ସଠିକ ଉତ୍ତର ହେବ ଖ୍ୱାଜା ନିଜାମୁଦ୍ଦିନ ଆଉଲିଆ। ପିଲାମାନେ ମନେ ରଖିବ ଖ୍ୱାଜା ନିଜାମୁଦ୍ଦିନ ଆଉଲିଆ ଭାରତରେ ସୁଫି ମତର ପ୍ରଥମ ପ୍ରଚାରକ ଭାବେ ବିଦିତ ବା ପ୍ରଥମ ପ୍ରଚାରକ ଥିଲେ। ନେକ୍ସଟ କ୍ୱେଶ୍ଚନ, କିଏ ଜାହାଙ୍ଗୀରଙ୍କ ରାଜତ୍ୱ କାଳରେ ସର୍ବଶ୍ରେଷ୍ଠ ଚିତ୍ରକର ଥିଲେ? ଅପସନ ଅଛି ଅସଫ ଖାଁ, ମୀର ସହଜତ ଅଲି, ଆବୁଲ ହାସାନ, ଅବଦୁଲ ସମାଦ। ତ ସଠିକ ଉତ୍ତର ହେବ ଆବୁଲ ହାସାନ। ନେକ୍ସଟ କ୍ୱେଶ୍ଚନ, ତାନ୍ତ୍ୟା ଟୋପେ କିଏ ଥିଲେ? ଅପସନ ଅଛି ମିରିଟର ବିଦ୍ରୋହୀ ମାନଙ୍କ ନେତା, ବାଜିରାଓ ଦ୍ୱିତୀୟଙ୍କ ପୋଷ୍ୟପୁତ୍ର, ନାନା ସାହେବଙ୍କ ମନ୍ତ୍ରୀ, ଲକ୍ଷ୍ନୌ ସୈନ୍ୟବାହିନୀର ସେନାପତି। ତ ସଠିକ ଉତ୍ତର ହେବ ନାନା ସାହେବଙ୍କ ମନ୍ତ୍ରୀ। ପିଲାମାନେ ମନେ ରଖିବ ତାନ୍ତ୍ୟା ଟୋପେ କିଏ ଥିଲେ? ନା ନାନା ସାହେବଙ୍କ ମନ୍ତ୍ରୀ। ନେକ୍ସଟ କ୍ୱେଶ୍ଚନ, କିଏ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ? ଅପସନ ଅଛି ୱାରେନ ହେଷ୍ଟିଙ୍ଗସ୍, ଲର୍ଡ ଡେଲହାଉସି, ସାର ଥୋମାସ ମୁନରୋ, ଲର୍ଡ କର୍ଣ୍ଣୱାଲିସ। ତ ସଠିକ ଉତ୍ତର ହେବ ଲର୍ଡ କର୍ଣ୍ଣୱାଲିସ। ପିଲାମାନେ ମନେ ରଖିବ ଲର୍ଡ କର୍ଣ୍ଣୱାଲିସ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ। ନେକ୍ସଟ କ୍ୱେଶ୍ଚନ, କିଏ ଇଞ୍ଚୁଡ଼ି ଠାରେ ପ୍ରଥମେ ସମୁଦ୍ରରୁ ଲୁଣ ମାଟି ଉଠାଇଥିଲେ? ଅପସନ ଅଛି ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସ, ରମାଦେବୀ ପ୍ରାଣକୃଷ୍ଣ ଅଧିକାରୀ। ତ ସଠିକ ଉତ୍ତର ହେବ ଆଚାର୍ଯ୍ୟ ହରିହର ଦାସ। ପିଲାମାନେ ମନେ ରଖିବ ଆଚାର୍ଯ୍ୟ ହରିହର ଦାସ ଇଞ୍ଚୁଡ଼ି ଠାରେ ପ୍ରଥମେ ସମୁଦ୍ରରୁ ଲୁଣ ମାଟି ଉଠାଇଥିଲେ। ନେକ୍ସଟ କ୍ୱେଶ୍ଚନ, ମହେଞ୍ଜୋଦାରୋ ଠାରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ କିଏ ଆରମ୍ଭ କରିଥିଲେ? ଅପସନ ଅଛି ଦୟାରାମ ସାହାଣୀ, ରାଖଲ ଦାସ ବାନାର୍ଜୀ, ସାର ଜନ ମାର୍ଶାଲ, ଆଲେକଜାଣ୍ଡାର କନିଂହାମ। ତ ସଠିକ ଉତ୍ତର ହେବ ରାଖଲ ଦାସ ବାନାର୍ଜୀ। ପିଲାମାନେ ମନେ ରଖିବ ମହେଞ୍ଜୋଦାରୋ ଠାରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ରାଖଲ ଦାସ ବାନାର୍ଜୀ ଆରମ୍ଭ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଉତ୍କଳ ସମ୍ମିଳନୀର ସ୍ୱାଗତ ସଙ୍ଗୀତ ଭାରତ ଗୀତିକା କିଏ ରଚନା କରିଥିଲେ? ଅପସନ ଅଛି ମଧୁସୂଦନ ରାଓ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର। ତ ସଠିକ ଉତ୍ତର ହେବ ରାଧାନାଥ ରାୟ। ପିଲାମାନେ ମନେ ରଖିବ ଉତ୍କଳ ସମ୍ମିଳନୀର ସ୍ୱାଗତ ସଙ୍ଗୀତ ଭାରତ ଗୀତିକା ରାଧାନାଥ ରାୟ ରଚନା କରିଥିଲେ। ନେକ୍ସଟ କ୍ୱେଶ୍ଚନ, ନିମ୍ନଲିଖିତ ପୁସ୍ତକ ମାନଙ୍କ ମଧ୍ୟରୁ କେଉଁଟି ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା ଲିଖିତ ନୁହେଁ? ଅପସନ ଅଛି ଆର୍ଯ୍ୟଭଟ୍ଟ୍ୟମ୍, ବୀଜଗଣିତ, ଆର୍ଯ୍ୟ ସିଦ୍ଧାନ୍ତ, ପଞ୍ଚ ସିଦ୍ଧାନ୍ତ। ତ ସଠିକ ଉତ୍ତର ହେବ ପଞ୍ଚ ସିଦ୍ଧାନ୍ତ। ନେକ୍ସଟ କ୍ୱେଶ୍ଚନ, ଖୁଦାଇ ଖିଦ ମତଗାରାର ନେତା କିଏ ଥିଲେ? ଅପସନ ଅଛି ଏ କ୍ୟୁ ଆନସାରୀ, ଲିଆକତ ଅଲି ଖାଁ, ଅବଦୁଲ ଗଫର ଖାଁ, ମୌଲାନା ଆଜାଦ। ତ ସଠିକ ଉତ୍ତର ହେବ ଖାଁ ଅବଦୁଲ ଗଫର ଖାଁ। ପିଲାମାନେ ମନେ ରଖିବ ଖୁଦାଇ ଖିଦ ମତଗାରାର ନେତା କିଏ ଥିଲେ? ନା ଖାଁ ଅବଦୁଲ ଗଫର ଖାଁ। ନେକ୍ସଟ କ୍ୱେଶ୍ଚନ, ଭାରତୀୟ ସମ୍ବିଧାନ କେବେ କାର୍ଯ୍ୟକ୍ଷମ ହେଲା? ଅପସନ ଅଛି 1946 ମସିହା ଡିସେମ୍ବର 13 ତାରିଖ, 1947 ମସିହା ଅଗଷ୍ଟ 15 ତାରିଖ, 1949 ମସିହା ନଭେମ୍ବର 26 ତାରିଖ, 1950 ମସିହା ଜାନୁଆରୀ 26 ତାରିଖ। ତ ସଠିକ ଉତ୍ତର ହେବ 1950 ମସିହା ଜାନୁଆରୀ 26 ତାରିଖ। ପିଲାମାନେ ମନେ ରଖିବ ଭାରତୀୟ ସମ୍ବିଧାନ କେବେ କାର୍ଯ୍ୟକ୍ଷମ ହେଲା? ନା 1950 ମସିହା ଜାନୁଆରୀ 26 ତାରିଖ। ନେକ୍ସଟ କ୍ୱେଶ୍ଚନ, ମହାବୀର କେଉଁଠି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ? ଅପସନ ଅଛି କୁଣ୍ଡଗ୍ରାମ, ବୋଧଗୟା, ଉରୁବେଳ, ପାବାପୁରୀ। ତ ସଠିକ ଉତ୍ତର ହେବ ପାବାପୁରୀ। ମହାବୀର ପାବାପୁରୀ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
नेक्स्ट क्वेश्चन ऋग्वेद रे केते गोटी मंडल अच्छी ऑप्शन अच्छी 7टी 10टी 17टी 1017टी तो सठिक उत्तर हेब 10टी ऋग्वेद रे 10टी मंडल अच्छी। नेक्स्ट क्वेश्चन महाभाष्यर रचयिता किए ऑप्शन अच्छी कमंडक पाणिनि पतंजलि मनु तो सठिक उत्तर हेब पतंजलि महाभाष्यर रचयिता हेउछंती पतंजलि। नेक्स्ट क्वेश्चन ओडिशा डिविजन रे केउ वर्ष महाविद्यालय शिक्षा आरंभ हैला ऑप्शन अच्छी 1836 मसीहा 1858 मसीहा 1868 मसीहा 1869 मसीहा तो सठिक उत्तर हेब 1868 मसीहा ओडिशा डिविजन रे 1868 मसीहा रे महाविद्यालय शिक्षा आरंभ हैला। पिला माने आज वीडियो रे आमे इतिहास रो जेतिकी भी एमसीक्यू प्रश्न पढ़िले तो माने बारंबार पढ़िबा पई चेष्टा करिवो काहेकि ना थरे पढ़िले मने रहिबो नाही तो पिला माने बारंबार पढ़िले कोन हेबो ना तमनकर मने रहिबो आ परीक्षा रे तमनकु बेसी हैरान हेबाकू पड़िबो नाही। तो पिला माने तमनकु जदी एही वीडियोटी भल लागि थाए ताहले लाइक शेयर सब्सक्राइब करिया को जमा भी भूलिबनी। थैंक यू।